ହେଉଛି ଧରେନ୍ଦ୍ର ମଲ୍ଲିକ। ଆମର ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପରିଷଦ ସମନ୍ୱୟ କଲ୍ୟାଣ ପରିଷଦ ସୁନ୍ଦରଗଡ଼ ଶାଖାର ସାଧାରଣ ସମ୍ପାଦକ। ଆଜି ଆମର ସାରା ଭାରତବର୍ଷ ଏବଂ ଓଡ଼ିଶାର ପ୍ରତି କୋଣ ଅନୁକୋଣରେ ଆମର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପରିଷଦ ସମନ୍ୱୟ ତରଫରୁ ବାବାସାହେବ ଆମ୍ବେଦକର 135ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ଆମେ ମଧ୍ୟ ସୁନ୍ଦରଗଡ଼ରେ ମଧ୍ୟ ପାଳନ କରୁଛୁ। এইটা গত বিগত বর্ষ মধ্যে এই স্থানের হয়েছিল, এ বর্ষ মধ্যে এই স্থানের পালন করা হচ্ছে। আজ আমার মুখ্য অতিথি অনেক আমার জেলা শিক্ষা অধিকারী শ্রীযুক্ত মুরলীধর বেহেরা, তা সহিত আমার বিশেষ অতিথি অনেক আমার সুষমা বিলুম সিও সুন্দরগড়, তা সহিত অতিরিক্ত জেলাপাল অনেক আমার শ্রীযুক্ত অভিমন্যু মাঝি সম্মানীয় অতিথি, তাঁর সহ এপিডি সারে যোগেশ্বর নায়ক সার অনেক আমার সম্মানীয় অতিথি আউ জনে অনেক সুন্দরগড় অতিরিক্ত জেলা শিক্ষা অধিকারী শ্রীযুক্ত সারঙ্গধর বরিয়া। আমার এই প্রোগ্রাম মানে প্রতি বর্ষ ধরে চালু অছি, আগু মধ্যে চালিব। আহুরি মধ্যে এটা কেমতি অধিকরু অধিক সরস সুন্দর করবু সেপ্রতি আমি ধ্যান দেবু। বাবা সাহেবଙ୍କର ଯେଉଁ କଥା କହିଥିଲେ ଯେ ଶିକ୍ଷିତ ହୁଅ, ସଂଘର୍ଷ କର, ସଂଗଠିତ ହୁଅ, ସେଇଟାକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରୁଛୁ। ଆମେ ଶିକ୍ଷିତ ହେଲେ, ଆମେ ସଂଗଠିତ ହେଲେ ଆମେ ଆମର ଆଗାମୀ ପିଢ଼ି ମଧ୍ୟ ଆଗକୁ ଆସିପାରିବେ। ସେ ଦିଗରେ ଆମର କାର୍ଯ୍ୟକ୍ରମ ଚାଲି ରହିଛି। ପ୍ରତି କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆଗକୁ କେମିତି ନିଆଯିବ, ଆମର ଯେଉଁ ଅବହେଳିତ ନିଷ୍ପେଷିତ ଅବସ୍ଥାରେ ଅଛନ୍ତି ଯେଉଁ ଆମର ଭାଇମାନେ, ଆମ କମ୍ୟୁନିଟିର ଭାଇ ଭଉଣୀମାନେ, ସେମାନେ କେମିତି ଆଗକୁ ଆସିବେ ସେ ସମ୍ପର୍କରେ ମଧ୍ୟ ଆମେ ଅଭିଯାନ ଜାରି କରିଥିଲୁ। କିନ୍ତୁ କିଛି ସମୟ କିଛି ମାତ୍ରାରେ ସ୍ଥଗିତ ଅଛି, ସେଇଟା କେମିତି ଆଗକୁ ଆସିବ ସେ ଆଜି ପରଠୁ ଆମେ ସେଠି ସଂକଳ୍ପ ନେବୁ। ଏତିକି କହୁଛି। ଜୟ ଭୀମ, ଜୟ ବିଶ୍ୱ। ମୁଁ ଦୁର୍ଯ୍ୟୋଧନ ଜେରାଇ, ଅର୍ଗାନାଇଜେସନ୍ ସେକ୍ରେଟାରୀ, ଓଡ଼ିଶା SC/ST ୱେଲଫେୟାର ଆସୋସିଏସନ୍ ସୁନ୍ଦରଗଡ଼ ବ୍ରାଞ୍ଚ। ତ ପ୍ରତିବର୍ଷ ଆମର ଭୀମରାଓ ଆମ୍ବେଦକର ତାଙ୍କର ଜନ୍ମ ଜୟନ୍ତୀ ଏବଂ ବିର୍ସା ମୁଣ୍ଡା ଜୟନ୍ତୀ, ବାବାସାହେବ ଆମ୍ବେଦକରଙ୍କର ଜନ୍ମ ଜୟନ୍ତୀ ପାଳନକୁ ଆମେ ପାଳନ କରି ଆସୁଛୁ। ଏ ବର୍ଷ ମଧ୍ୟ ଆମେ ବନଖଣ୍ଡ ଅଧିକାରୀ ସମ୍ମିଳନୀ କକ୍ଷ ରାଉରକେଲାଠାରେ ଆମେ କରୁଅଛୁ। ତ ଏତେ ସମସ୍ତଙ୍କୁ ଆମେ ଆୱାରନେସ୍ ଦେବା ପାଇଁ ଚାହୁଁଛୁ ଯେ ସମସ୍ତେ ସଂଗଠିତ ରୁହ, ଶିକ୍ଷିତ ରୁହ ଏବଂ ସଂଘର୍ଷ କର। ତ ସମସ୍ତେ ଆମେ ସଂଗଠିତ ହୋଇ ରହିଲେ ଆମେ କିଛି ଭଲ କାମ କରିପାରିବା। ଆଶା କରେ ଆଗାମୀ ଦିନରେ ବି ଆମେ ସଂଗଠିତ ହୋଇ କାମ କରିବା ଏବଂ ଆଗକୁ ବଢ଼ିବା।